ପିଲାମାନେ ଆଜି ଆମେ ଆଲୋଚନା କରିବା +2 ଫାର୍ଷ୍ଟ ଇୟର ଆର୍ଟ୍ସ ଲଜିକ୍ର ୟୁନିଟ୍ 1 ଶବ୍ଦ ଓ ପଦର କିଛି 2 ମାର୍କିଆ କ୍ୱେଶ୍ଚିନ୍ ଆନ୍ସର। ପ୍ରଥମ ପ୍ରଶ୍ନ, ଶବ୍ଦ କାହାକୁ କହନ୍ତି? ଉତ୍ତର, କେତେଗୁଡ଼ିଏ ବର୍ଣ୍ଣର ସମଷ୍ଟିକୁ ଶବ୍ଦ କୁହାଯାଏ। ଏକ ବା ଏକାଧିକ ଅକ୍ଷରରେ ଶବ୍ଦ ଗଠିତ ହୁଏ ଯାହା କିଛି ନା କିଛି ଅର୍ଥ ପ୍ରକାଶ କରେ। ଓକେ। 2 ନମ୍ବର କ୍ୱେଶ୍ଚିନ୍, ସାଧାରଣ ଅର୍ଥରେ ଶବ୍ଦ କେତେ ପ୍ରକାରର? ଉତ୍ତର, ସାଧାରଣତଃ ଶବ୍ଦ 2 ପ୍ରକାରର, ଯଥା ଅର୍ଥଯୁକ୍ତ ଶବ୍ଦ ଏବଂ ଅର୍ଥହୀନ ଶବ୍ଦ। ଓକେ। ପରବର୍ତ୍ତୀ ପ୍ରଶ୍ନ, ଅର୍ଥଯୁକ୍ତ ଶବ୍ଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ଶବ୍ଦ କିଛି ନା କିଛି ଅର୍ଥ ପ୍ରକାଶ କରେ ତାହାକୁ ଅର୍ଥପୂର୍ଣ୍ଣ ଶବ୍ଦ କୁହାଯାଏ, ଯଥା ରାମ, ହରି, ଗୋବିନ୍ଦ, ଖାତା, ଗଛ ଇତ୍ୟାଦି। ଓକେ। ଅର୍ଥହୀନ ଶବ୍ଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ଶବ୍ଦ କିଛି ଅର୍ଥ ପ୍ରକାଶ କରେ ନାହିଁ ତାକୁ ଅର୍ଥହୀନ ଶବ୍ଦ କୁହାଯାଏ, ଯଥା ଇସ୍, ଆହା, ଓହୋ ଇତ୍ୟାଦି ଏହାର ଉଦାହରଣ ଅଟେ। ଓକେ। ନେକ୍ସଟ, ତର୍କଶାସ୍ତ୍ରରେ ଶବ୍ଦ କେତେ ପ୍ରକାରର? ଉତ୍ତର, ତର୍କଶାସ୍ତ୍ରରେ ଶବ୍ଦ 3 ପ୍ରକାରର, ଯଥା 1ରେ ସ୍ୱତନ୍ତ୍ର ଶବ୍ଦ, 2ରେ ପରତନ୍ତ୍ର ଶବ୍ଦ, 3ରେ ଅପଦ ଶବ୍ଦ। ପିଲାମାନେ ମନେ ରଖିଥାଅ, ସ୍ୱତନ୍ତ୍ର ଶବ୍ଦ, ପରତନ୍ତ୍ର ଶବ୍ଦ, ଅପଦ ଶବ୍ଦ। ପରବର୍ତ୍ତୀ ପ୍ରଶ୍ନ, ସ୍ୱତନ୍ତ୍ର ଶବ୍ଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ଶବ୍ଦ ତର୍କ ବାକ୍ୟରେ ସ୍ୱାଧୀନ ଭାବେ ଉଦ୍ଦେଶ୍ୟ କିମ୍ବା ବିଧେୟ ଭାବେ ବ୍ୟବହୃତ ହୋଇପାରନ୍ତି ତାହାକୁ ସ୍ୱତନ୍ତ୍ର ଶବ୍ଦ କୁହାଯାଏ, ଯଥା ରାମ, ହରି, ଗୋବିନ୍ଦ, ଗୋପାଳ ଇତ୍ୟାଦି। ଏଗୁଡ଼ା ସବୁ କ'ଣ ନା ସ୍ୱତନ୍ତ୍ର ଶବ୍ଦର ଉଦାହରଣ ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ, ପରତନ୍ତ୍ର ଶବ୍ଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ଶବ୍ଦ ଅନ୍ୟର ସାହାଯ୍ୟରେ ତର୍କ ବାକ୍ୟରେ ଉଦ୍ଦେଶ୍ୟ କିମ୍ବା ବିଧେୟ ଭାବେ ବ୍ୟବହୃତ ହୋଇପାରନ୍ତି ତାକୁ ପରତନ୍ତ୍ର ଶବ୍ଦ କୁହାଯାଏ। ତାମାନେ ଏହି ଶବ୍ଦର ନିଜର ସ୍ୱତନ୍ତ୍ରତା ନାହିଁ, ଯଥା ଧୀରେ ଧୀରେ, କ୍ୱଚିତ୍, ଆସ୍ତେ ଆସ୍ତେ, ବେଳେବେଳେ ଏହାର ଉଦାହରଣ ଅଟନ୍ତି। ଓକେ। ବୁଝିପାରିଲ ପିଲାମାନେ, ପରତନ୍ତ୍ର ଶବ୍ଦ କାହାକୁ କୁହାଯାଏ? ପରବର୍ତ୍ତୀ ପ୍ରଶ୍ନ, ଅପଦ ଶବ୍ଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ଶବ୍ଦର ନିଜର ସ୍ୱତନ୍ତ୍ରତା ନାହିଁ କିମ୍ବା ଅନ୍ୟର ସାହାଯ୍ୟ ପାଇଲେ ମଧ୍ୟ ଉଦ୍ଦେଶ୍ୟ କିମ୍ବା ବିଧେୟ ହୋଇପାରନ୍ତି ନାହିଁ ତାହାକୁ ଅପଦ ଶବ୍ଦ ବୋଲି କୁହାଯାଏ। ଉଦାହରଣ ହେଉଛି କ'ଣ ନା ଓହୋ, ଆହା, ହୁରା ଇତ୍ୟାଦି। ତାମାନେ ଏଗୁଡ଼ାକ ସବୁ କ'ଣ କୁହାଯାଏ ନା ଅପଦ ଶବ୍ଦ ବୋଲି କୁହାଯାଏ। ମାନେ ୟାଙ୍କର ନିଜର ସ୍ୱତନ୍ତ୍ରତା ନାହିଁ ଏବଂ ଏମାନେ ଅନ୍ୟର ସାହାଯ୍ୟ ପାଇଲେ ମଧ୍ୟ ଉଦ୍ଦେଶ୍ୟ କିମ୍ବା ବିଧେୟ ହୋଇପାରନ୍ତି ନାହିଁ। ଓକେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା, ସ୍ୱତନ୍ତ୍ର ଶବ୍ଦର ଉଦାହରଣ ଦିଅ। ଉତ୍ତର, ନା ମରଣଶୀଳ, ମଣିଷ, ମ୍ୟୁଜିୟମ, ଲାଞ୍ଚ, ଗଛ, ରାମ, ହରି ଏଗୁଡ଼ା ସବୁ ହେଉଛି କ'ଣ ନା ସ୍ୱତନ୍ତ୍ର ଶବ୍ଦର ଉଦାହରଣ। ପରବର୍ତ୍ତୀ ପ୍ରଶ୍ନ, ପଦ କାହାକୁ କୁହାଯାଏ? ଉତ୍ତର, ଏକ ବା ଏକାଧିକ ଶବ୍ଦ ଦ୍ୱାରା ପଦ ଗଠିତ ହୁଏ ଯାହାକି ତର୍କ ବାକ୍ୟରେ ଉଦ୍ଦେଶ୍ୟ କିମ୍ବା ବିଧେୟ ହୋଇପାରେ। ପିଲାମାନେ ମନେ ରଖିଲ, ଏକ ବା ଏକାଧିକ ଶବ୍ଦ ଦ୍ୱାରା ପଦ ଗଠିତ ହୁଏ ଯାହାକି ତର୍କ ବାକ୍ୟରେ ଉଦ୍ଦେଶ୍ୟ କିମ୍ବା ବିଧେୟ ହୋଇପାରେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା, ପଦର ବାଚ୍ୟାର୍ଥ କହିଲେ କ'ଣ ବୁଝ? ଉତ୍ତର, ପଦଟି ଯେଉଁ ବସ୍ତୁ ବା ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ ସେହି ସମସ୍ତ ବସ୍ତୁ ବା ବ୍ୟକ୍ତି ସେହି ପଦର ବାଚ୍ୟାର୍ଥ, ଯଥା ମଣିଷ ପଦର ବାଚ୍ୟାର୍ଥ କହିଲେ ଅତୀତର ମଣିଷ, ବର୍ତ୍ତମାନର ମଣିଷ ଏବଂ ଭବିଷ୍ୟତରେ ଜନ୍ମ ନେବାକୁ ଥିବା ମଣିଷକୁ ବୁଝାଇଥାଏ। ପିଲାମାନେ ବୁଝିପାରିଲ, ପଦର ବାଚ୍ୟାର୍ଥ କହିଲେ କ'ଣ ବୁଝ ନା ପଦଟି ଯେଉଁ ବସ୍ତୁ ବା ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ ସେହି ସମସ୍ତ ବସ୍ତୁ ବା ବ୍ୟକ୍ତି ସେହି ପଦର ବାଚ୍ୟାର୍ଥ। ଉଦାହରଣ କ'ଣ ନା ମଣିଷ ପଦର ବାଚ୍ୟାର୍ଥ କହିଲେ ଅତୀତର ମଣିଷ, ବର୍ତ୍ତମାନର ମଣିଷ ଏବଂ ଭବିଷ୍ୟତରେ ଜନ୍ମ ନେବାକୁ ଥିବା ମଣିଷକୁ ବୁଝାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ପଦର ଲକ୍ଷଣାର୍ଥ କହିଲେ କ'ଣ ବୁଝ? ଉତ୍ତର, ଲକ୍ଷଣାର୍ଥ ହେଉଛି ଗୋଟିଏ ପଦର ସାଧାରଣ ଓ ଅପରିହାର୍ଯ୍ୟ ଗୁଣ। ଯେଉଁ ଯେଉଁ ଗୁଣ ଯୋଗୁଁ ପଦଟି ବସ୍ତୁ ପ୍ରତି ପ୍ରଯୁଜ୍ୟ ସେହି ଗୁଣ ପଦଟିର ଲକ୍ଷଣାର୍ଥ, ଯଥା ଉଦାହରଣ କ'ଣ ନା ମଣିଷ ପଦର ଲକ୍ଷଣାର୍ଥ ହେଉଛି ପ୍ରାଣିତ୍ୱ ଓ ବିଚାରଶୀଳତା। ଏହାର କ'ଣ କହୁଛି ନା ପଦର ଲକ୍ଷଣାର୍ଥ, ମଣିଷ ପଦର ଲକ୍ଷଣାର୍ଥ କ'ଣ ନା ମଣିଷର ତା'ର ପ୍ରାଣିତ୍ୱ ଅଛି ଏବଂ ବିଚାରଶୀଳତା ଅଛି।
ଏହାକୁ ପଦର ଲକ୍ଷଣାର୍ଥ ବୋଲି କୁହାଯାଇଥାଏ। ଲକ୍ଷଣାର୍ଥ କେତେ ପ୍ରକାରର ଓ କ'ଣ କ'ଣ? ଲକ୍ଷଣାର୍ଥ 3 ପ୍ରକାର, ଯଥା ବ୍ୟକ୍ତିନିଷ୍ଠ ଲକ୍ଷଣାର୍ଥ, ବସ୍ତୁନିଷ୍ଠ ଲକ୍ଷଣାର୍ଥ, ତର୍କନିଷ୍ଠ ଲକ୍ଷଣାର୍ଥ। ଓକେ, ପରବର୍ତ୍ତୀ ପ୍ରଶ୍ନ, ବ୍ୟକ୍ତିନିଷ୍ଠ ଲକ୍ଷଣାର୍ଥ କାହାକୁ କୁହାଯାଏ? ଉତ୍ତର, ଗୋଟିଏ ପଦକୁ ପ୍ରୟୋଗ କଲାବେଳେ ପ୍ରୟୋଗ କରୁଥିବା ବ୍ୟକ୍ତି ମନରେ ଯେଉଁ ସବୁ ଗୁଣର ଉଦ୍ରେକ ହୁଏ ତାହାକୁ ବ୍ୟକ୍ତିନିଷ୍ଠ ଲକ୍ଷଣାର୍ଥ କୁହାଯାଏ। ଓକେ, ଉଦାହରଣ କ'ଣ ନା ଚନ୍ଦ୍ର ପ୍ରେମିକକୁ ପ୍ରେମିକାର ମୁହଁ ପରି ଦେଖାଯାଏ, ଏହା ହେଉଛି ତା'ର ଉଦାହରଣ। ଏଇଟା ହେଉଛି ବ୍ୟକ୍ତିନିଷ୍ଠ ଲକ୍ଷଣାର୍ଥ। ମାନେ ଗୋଟେ ପଦକୁ ପ୍ରୟୋଗ କଲାବେଳେ ପ୍ରୟୋଗ କରୁଥିବା ବ୍ୟକ୍ତି ମନରେ ଯେଉଁ ସବୁ ଗୁଣର ଉଦ୍ରେକ ହୋଇଥାଏ ତାହାକୁ କ'ଣ କରିଥାଏ? ବ୍ୟକ୍ତିନିଷ୍ଠ ଲକ୍ଷଣାର୍ଥ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ବସ୍ତୁନିଷ୍ଠ ଲକ୍ଷଣାର୍ଥ କାହାକୁ କୁହାଯାଏ? ଉତ୍ତର, ଗୋଟିଏ ପଦ ଦ୍ୱାରା ସୂଚିତ ବସ୍ତୁଟିରେ ଯେତେ ସବୁ ଗୁଣ ଥାଏ ସେ ସମସ୍ତ ଗୁଣକୁ ପଦର ବସ୍ତୁନିଷ୍ଠ ଲକ୍ଷଣାର୍ଥ କୁହାଯାଏ। ଯଥା ମନୁଷ୍ୟ ପଦର ବସ୍ତୁନିଷ୍ଠ ଲକ୍ଷଣାର୍ଥ ହେଉଛି ପଶୁତ୍ୱ ଏବଂ ବିବେକତ୍ୱ। ହେଲା, ପଶୁତ୍ୱ ଏବଂ ବିବେକତ୍ୱ, ସେଇଟା ହେଉଛି ବିବେକତ୍ୱ। ଓକେ, ପରବର୍ତ୍ତୀ ପ୍ରଶ୍ନ, ତର୍କନିଷ୍ଠ ଲକ୍ଷଣାର୍ଥ କାହାକୁ କୁହାଯାଏ? ଯେଉଁ ଗୁଣ ଯୋଗୁଁ ପଦଟି ବସ୍ତୁଠାରେ ପ୍ରୟୋଗ କରାଯାଇପାରିବ ସେ ଗୁଣକୁ ତର୍କନିଷ୍ଠ ଲକ୍ଷଣାର୍ଥ କୁହାଯାଏ। ଉଦାହରଣ କ'ଣ ନା ଯଥା ପଶୁତ୍ୱ ଓ ବିବେକତ୍ୱ। ମନୁଷ୍ୟ ପଦର ତର୍କନିଷ୍ଠ ଲକ୍ଷଣାର୍ଥ ଏହି ଲକ୍ଷଣ ବିଜ୍ଞାନ ସମ୍ମତ। ତା'ମାନେ କ'ଣ? ଆମର ସାଧାରଣତଃ ତର୍କନିଷ୍ଠ ଲକ୍ଷଣାର୍ଥ ବୈଜ୍ଞାନିକ ଗବେଷଣା ତଥା ତାର୍କିକ ବିଚାରଧାରା ଦ୍ୱାରା ସମର୍ଥିତ। ଓକେ, ପରବର୍ତ୍ତୀ ପ୍ରଶ୍ନ, ଏକଶାବ୍ଦିକ ପଦ କାହାକୁ କହନ୍ତି? ଉତ୍ତର, ଯେଉଁ ପଦ ଗୋଟିଏ ଶବ୍ଦରେ ଗଠିତ ହୋଇଥାଏ ତାହାକୁ ଏକଶାବ୍ଦିକ ପଦ ବା ସରଳ ପଦ ବୋଲି କୁହାଯାଏ। ଏକଶାବ୍ଦିକ ପଦକୁ ମଧ୍ୟ ସରଳ ପଦ କୁହାଯାଇଥାଏ, ଯଥା ହରି, ଗଛ, ବହି, ତାରକା ଇତ୍ୟାଦି। ପରବର୍ତ୍ତୀ ପ୍ରଶ୍ନ, ବହୁଶାବ୍ଦିକ ପଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ପଦ ଏକାଧିକ ଶବ୍ଦରେ ଗଠିତ ତାହାକୁ ବହୁଶାବ୍ଦିକ ପଦ କୁହାଯାଏ, ଯଥା ଭାରତର ରାଷ୍ଟ୍ରପତି, ନୀଳ ସମୁଦ୍ର, ନୀଳ ଆକାଶ। ଏମାନେ ପ୍ରତ୍ୟେକ ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ଜିନିଷକୁ ବୁଝାଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, ଏକାଧିକ ପଦ କାହାକୁ କୁହାଯାଏ? ଯେଉଁ ପଦର ଗୋଟିଏ ମାତ୍ର ଅର୍ଥ ଥାଏ ତାହାକୁ ଏକାଧିକ ପଦ କୁହାଯାଏ, ଯଥା ମନୁଷ୍ୟ, ନଦୀ, ବାଘ ଇତ୍ୟାଦି। ପରବର୍ତ୍ତୀ ପ୍ରଶ୍ନ, ବହୁ ଅର୍ଥକ ଶବ୍ଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ପଦର ଅନେକ ଅର୍ଥ ଥାଏ ତାହାକୁ ବହୁ ଅର୍ଥକ ବା ଅନେକାର୍ଥ ପଦ କୁହାଯାଏ, ଯଥା ଗଜ, ପାଣି, କର ଇତ୍ୟାଦି। ତା'ମାନେ କ'ଣ? ବହୁ ଅର୍ଥକ ଶବ୍ଦ। ଗଜ ମାନେ ଆମ ସାଧାରଣତଃ ହାତୀକି ବୁଝାଇଥାଏ। ଗଜ ମାନେ ମାପିବାରେ ବ୍ୟବହାର କରାଯାଇଥାଏ। ପାଣି ମାନେ ଆମର ସାଧାରଣତଃ ଜଳକୁ କୁହାଯାଇଥାଏ। ପାଣି ମାନେ ହାତକୁ ମଧ୍ୟ କୁହାଯାଇଥାଏ। ତେଣୁକରି ଏହାକୁ କ'ଣ ନା ବହୁ ଅର୍ଥକ ଶବ୍ଦ ବୋଲି କୁହାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ସାମାନ୍ୟ ପଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ପଦ କୌଣସି ବସ୍ତୁ ବା ଶ୍ରେଣୀକୁ ବୁଝାଏ ତାହାକୁ ସାମାନ୍ୟ ପଦ ବୋଲି କୁହାଯାଏ। ଉଦାହରଣ ନକ୍ଷତ୍ର, ବାଘ, ମଣିଷ, ବହି, ଗଛ ଇତ୍ୟାଦି। ଏଗୁଡ଼ା ସବୁ କ'ଣ ନା ସାମାନ୍ୟ ପଦର ଉଦାହରଣ ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ, ବିଶେଷ ପଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ପଦ ଗୋଟିଏ ଗୁଣ, ବସ୍ତୁ, ବ୍ୟକ୍ତିକୁ ବୁଝାଏ ତାହାକୁ ବିଶେଷ ପଦ ବୋଲି କୁହାଯାଏ। ଉଦାହରଣ କ'ଣ ନା ଏହି କଲମ ଭାରତର ପ୍ରଥମ ରାଷ୍ଟ୍ରପତି ଇତ୍ୟାଦି। ଓକେ, ଏହାକୁ କ'ଣ ନା ବିଶେଷ ପଦ ବୋଲି କୁହାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ, ବ୍ୟଷ୍ଟିବାଚକ ପଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ପଦର ନାମ ସେହି ପଦ ଦ୍ୱାରା ସୂଚିତ ପ୍ରତ୍ୟେକ ବ୍ୟକ୍ତି ବା ବସ୍ତୁକୁ ବୁଝାଏ ତାକୁ ବ୍ୟଷ୍ଟିବାଚକ ପଦ କୁହାଯାଇଥାଏ। ଉଦାହରଣ ସୈନିକ, ମନୁଷ୍ୟ, ପୁସ୍ତକ ଇତ୍ୟାଦି। ନା ଯେଉଁ ପଦର ନାମ ସେହି ପଦ ଦ୍ୱାରା ସୂଚିତ ପ୍ରତ୍ୟେକ ବ୍ୟକ୍ତି ବା ବସ୍ତୁକୁ ବୁଝାଏ ତାହାକୁ ବ୍ୟଷ୍ଟିବାଚକ ପଦ କୁହାଯାଇଥାଏ। ପିଲାମାନେ ମନେ ରଖିଥାଅ। ଉଦାହରଣ ସୈନିକ, ମନୁଷ୍ୟ, ପୁସ୍ତକ ଇତ୍ୟାଦି। ପରବର୍ତ୍ତୀ ପ୍ରଶ୍ନ, ସମଷ୍ଟିବାଚକ ପଦ କାହାକୁ କୁହାଯାଏ? ଉତ୍ତର, ଯେଉଁ ପଦ କେତେଗୁଡ଼ିଏ ବସ୍ତୁ ବା ବ୍ୟକ୍ତିର ସମଷ୍ଟିକୁ ବୁଝାଏ ତାହାକୁ ସମଷ୍ଟିବାଚକ ପଦ କୁହାଯାଏ, ଯଥା ପାଠାଗାର, ସେନାବାହିନୀ, ଯାନିଯାତ୍ରା ଇତ୍ୟାଦି। ଏସବୁ କ'ଣ ପାଠାଗାର, ଏଇଟା ସବୁ କ'ଣ ନା ସେନାବାହିନୀ, ଇଏ ହେଉଛି କ'ଣ ନା ସମଷ୍ଟିବାଚକ ପଦ। ତା'ମାନେ ଏ ପଦ ଗୁଡ଼ା କ'ଣ କେତେ ଗୋଟେ ବସ୍ତୁ ବା ବ୍ୟକ୍ତିର ସମଷ୍ଟି ବୁଝାଇଥାଏ। ପାଠାଗାର କେତେ ଗୋଟେ ବହିକୁ ନେଲେ ମଧ୍ୟ ତ ପାଠାଗାର ହେବ ନା ନାହିଁ। ସେନାବାହିନୀ ନା ଗୋଟିଏ ସେନାବାହିନୀ ଜଣେ ସେନା ରହିବ, ତେଣୁ ବହୁତ ସେନା ରହିବ, କିଛି ସେନାକୁ ନେଇକି ସେନାବାହିନୀ ଗଠିତ ହେବ। ତେଣୁକରି ଏସବୁ କ'ଣ ନା ସମଷ୍ଟିବାଚକ ପଦର ଉଦାହରଣ ଅଟନ୍ତି।
ପରବର୍ତ୍ତୀ ପ୍ରଶ୍ନ ଗୁଣବାଚକ ପଦ କାହାକୁ କୁହାଯାଏ? ଯେଉଁ ପଦ କେବଳ ଗୁଣକୁ ସୂଚିତ କରାଏ ତାହାକୁ ଗୁଣବାଚକ ପଦ ବା ମୂର୍ତ୍ତ ପଦ କୁହାଯାଏ, ଯଥା ସାଧୁ, ନଦୀ, ମନୁଷ୍ୟ, ପ୍ରଜାପତି ଇତ୍ୟାଦି। ଏହି ପଦ ଗୁଡ଼ିକ ଗୋଟିଏ ଗୋଟିଏ ବସ୍ତୁ ବା ବ୍ୟକ୍ତିକୁ ବୁଝାଇବା ସହିତ ସେମାନଙ୍କର କିଛି କିଛି ଗୁଣକୁ ମଧ୍ୟ ବୁଝାଇଥାଏ। ଓକେ, ପରବର୍ତ୍ତୀ ପ୍ରଶ୍ନ ଗୁଣବାଚକ ପଦ କାହାକୁ କୁହାଯାଏ? ଯେଉଁ ପଦ କେବଳ ଗୁଣକୁ ସୂଚିତ କରାଏ ତାହାକୁ ଗୁଣବାଚକ ପଦ ବା ବିବିକ୍ତ କୁହାଯାଏ। ଏହାକୁ ମଧ୍ୟ ବିବିକ୍ତ କୁହାଯାଏ, ଯଥା ସାଧାରଣ, ନମ୍ରତା, ମନୁଷ୍ୟତ। ହେଲା, ଏଇଟା ସାଧାରଣ ମନୁଷ୍ୟର ଗୋଟେ ସାଧୁତା ଗୁଣ ଅଛି, ନମ୍ରତା ଗୁଣ ଅଛି, ମନୁଷ୍ୟର ମନୁଷ୍ୟତ୍ୱ ଗୁଣ ଅଛି। ତେଣୁକରି ଏଇଟା ସବୁ କ'ଣ ଗୁଣବାଚକ ପଦର ଉଦାହରଣ ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ ଦ୍ରବ୍ୟବାଚକ ପଦ ବା ମୂର୍ତ୍ତ ପଦ କାହାକୁ କହନ୍ତି? ଉତ୍ତର ଯେଉଁ ପଦ ଗୁଣଯୁକ୍ତ ବ୍ୟକ୍ତି ବା ବସ୍ତୁକୁ ବୁଝାଏ ତାହାକୁ ଦ୍ରବ୍ୟବାଚକ ପଦ ବା ମୂର୍ତ୍ତ ପଦ କୁହାଯାଏ, ଯଥା ସାଧୁ, ନଦୀ, ମନୁଷ୍ୟ, ପ୍ରଜାପତି ଇତ୍ୟାଦି। ତାମାନେ ଏହି ପଦ ଗୁଡ଼ିକ ଗୋଟିଏ ଗୋଟିଏ ବସ୍ତୁ ବା ବ୍ୟକ୍ତିକୁ ବୁଝାଇବା ସହିତ ସେମାନଙ୍କର କିଛି କିଛି ଗୁଣକୁ ମଧ୍ୟ ବୁଝାଇଥାଏ। ପରବର୍ତ୍ତୀ ପ୍ରଶ୍ନ ବ୍ୟାହର୍ଥକ ପଦ କାହାକୁ କୁହାଯାଏ? ଉତ୍ତର ଯେଉଁ ପଦ ଗୋଟିଏ ବସ୍ତୁ ବା ବ୍ୟକ୍ତିଠାରେ ତାହାର କୌଣସି ଏକ ସ୍ୱାଭାବିକ ଗୁଣର ତତ୍କାଳିକ ଅଭାବର ସୂଚନା ଦିଏ ତାହାକୁ ବ୍ୟାହର୍ଥକ ପଦ କୁହାଯାଏ। ମନେ ରଖିଥାଅ, ବ୍ୟାହର୍ଥକ ପଦ କାହାକୁ କୁହାଯାଏ? ଉଦାହରଣ କ'ଣ ନା ଅନ୍ଧ, ଛୋଟା, କାଲା, ବନ୍ଧ୍ୟା ଇତ୍ୟାଦି। ତାମାନେ ଏଇସବୁ କ'ଣ ନା ଗୋଟେ ବସ୍ତୁ ବା ବ୍ୟକ୍ତିଠାରେ ତାର ଏକ ସ୍ୱାଭାବିକ ଗୁଣର ତତ୍କାଳିକ ଅଭାବର ସୂଚନା ଦେଇଥାଏ। ଏହାକୁ କ'ଣ ନା ବ୍ୟାହର୍ଥକ ପଦ ବୋଲି କୁହାଯାଇଥାଏ। ପରବର୍ତ୍ତୀ ପ୍ରଶ୍ନ ଅସୀମ ପଦ କାହାକୁ କୁହାଯାଏ? ଉତ୍ତର ଯେଉଁ ପଦର ବ୍ୟାଚାର୍ଥ ଅସୀମ ହୋଇଥାଏ ତାକୁ ଅସୀମ ପଦ କୁହାଯାଏ। ଉଦାହରଣ ଅଣଭାରତୀୟ, ଐଶ୍ୱତ ଇତ୍ୟାଦି। ପରବର୍ତ୍ତୀ ପ୍ରଶ୍ନ ନିରପେକ୍ଷ ପଦ କାହାକୁ କୁହାଯାଏ? ନିରପେକ୍ଷ ପଦ କାହାକୁ କୁହାଯାଏ? ଉତ୍ତର ଯେଉଁ ପଦର ଅର୍ଥ ବୁଝିବା ପାଇଁ ଅନ୍ୟ ପଦର ସାହାଯ୍ୟ ଆବଶ୍ୟକ ହୁଏ ନାହିଁ ତାହାକୁ ନିରପେକ୍ଷ ପଦ କୁହାଯାଏ। ହେଲା, ମାନେ ଯେଉଁ ପଦର ଅର୍ଥ ବୁଝିବା ପାଇଁ ଅନ୍ୟ ପଦର ସାହାଯ୍ୟ ଆବଶ୍ୟକ ହୁଏନି ତାହାକୁ ନିରପେକ୍ଷ ପଦ କୁହାଯାଏ। ଏକ୍ଜାମ୍ପଲ୍ କ'ଣ, ଯଥା ତାରା, ବାଳକ, ମନୁଷ୍ୟ, ଟେବୁଲ ଇତ୍ୟାଦି। ଅନ୍ୟ କୌଣସି ପଦ ଏହି ପଦକୁ ଅର୍ଥପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ହୁଏ ନାହିଁ। ପରବର୍ତ୍ତୀ ପ୍ରଶ୍ନ ସାପେକ୍ଷ ପଦ କାହାକୁ କହନ୍ତି? ଉତ୍ତର ଯେଉଁ ପଦର ଅର୍ଥ ତାହାର ଅନ୍ୟ ଏକ ପଦ ସହିତ ସମ୍ପର୍କ ଉପରେ ନିର୍ଭରଶୀଳ ତାହାକୁ ସାପେକ୍ଷ ପଦ କୁହାଯାଏ, ଯଥା ସ୍ୱାମୀ, ସ୍ତ୍ରୀ, ବାପା, ମା, ଭାଇ, ଭଉଣୀ, ଛାତ୍ରଛାତ୍ରୀ ଇତ୍ୟାଦି। ତାମାନେ ଇଏ ହେଉଛି କ'ଣ ନା ସ୍ୱାମୀ, ସ୍ତ୍ରୀ। ତାମାନେ ଏ ପଦର ଅର୍ଥ ତାର ଅନ୍ୟ ଏକ ପଦ ସହିତ ସମ୍ପର୍କ ଉପରେ ନିର୍ଭରଶୀଳ। ହେଲା, ତାହାକୁ ସାପେକ୍ଷ ପଦ କୁହାଯାଏ, ଯଥା ସ୍ୱାମୀ, ସ୍ତ୍ରୀ, ବାପା, ମା, ଭାଇ, ଭଉଣୀ, ଛାତ୍ରଛାତ୍ରୀ ଇତ୍ୟାଦି। ପରବର୍ତ୍ତୀ ପ୍ରଶ୍ନ ସଲକ୍ଷଣ ପଦ କାହାକୁ କୁହାଯାଏ? ଉତ୍ତର ଯେଉଁ ପଦର ଉଭୟ ବାଚ୍ୟାର୍ଥ ଓ ଲକ୍ଷଣାର୍ଥ ଥାଏ ତାହାକୁ ସଲକ୍ଷଣ ପଦ ବା ଲକ୍ଷଣାର୍ଥକ ପଦ କୁହାଯାଏ, ଯଥା ମନୁଷ୍ୟ, ଫୁଲ, ସିଂହ ଇତ୍ୟାଦି। ପରବର୍ତ୍ତୀ ପ୍ରଶ୍ନ ନିର୍ଦ୍ଦିଷ୍ଟ ଓ ଅନିର୍ଦ୍ଦିଷ୍ଟ ପଦ ମଧ୍ୟରେ ପାର୍ଥକ୍ୟ କ'ଣ? ଉତ୍ତର ଯେଉଁ ପଦ ଦ୍ୱାରା ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟକ୍ତି, ବସ୍ତୁ, ଶ୍ରେଣୀ ଅଥବା ଗୁଣ ସୂଚିତ ହୁଏ ତାହାକୁ ନିର୍ଦ୍ଦିଷ୍ଟ ପଦ କୁହାଯାଏ, ଯଥା ଗଙ୍ଗା ନଦୀ, ଭାରତର ବର୍ତ୍ତମାନ ପ୍ରଧାନମନ୍ତ୍ରୀ। ଯେଉଁ ପଦ କୌଣସି ଏକ ନିର୍ଦ୍ଦିଷ୍ଟ ବସ୍ତୁ ବା ବ୍ୟକ୍ତି ଓ ଗୁଣକୁ ସୂଚିତ କରେ ନାହିଁ ତାହାକୁ ଅନିର୍ଦ୍ଦିଷ୍ଟ ପଦ କୁହାଯାଏ, ଯଥା କୌଣସି ନଦୀ, ଜଣେ ରାଷ୍ଟ୍ରପତି, ଗୋଟିଏ ବାଳକ, ଗୋଟିଏ କଲମ, ଗୋଟିଏ ଗାଁ ଇତ୍ୟାଦି। ପିଲାମାନେ ଆଜି ପାଇଁ ଏତିକି। ପୁଣି ନେକ୍ସଟ ଭିଡ଼ିଓରେ ଆଉ ଏକ ଭିଡ଼ିଓରେ ଦେଖାହେବା। ସେ ପର୍ଯ୍ୟନ୍ତ ରହୁଛି।